ପିଲାମାନେ ତମର ଏଇଟା ଅଷ୍ଟମ ନା? ତୁମମାନେ ଏଠିକି ଆସିବାର ଲକ୍ଷ୍ୟ କଣ? ପାଠ ପଢ଼ିକି ଭଲ ମଣିଷ ହବ ନା? କଣ କହିଲେ ମା? ହଁ, ଶିକ୍ଷା ଲାଭ କଲେ ଭଲ ମଣିଷ ହବ। ଆଚ୍ଛା, ଶିକ୍ଷାଟା ଯେଉଁମାନେ ଶିକ୍ଷା ଲାଭ କରିବାକୁ ଆସୁଛନ୍ତି ସେମାନେ କ'ଣ ଚାକିରି ଉଦ୍ଦେଶ୍ୟରେ ନା ନାଇଁ? ଚାକିରି ଉଦ୍ଦେଶ୍ୟରେ, ଖାଲି ଚାକିରି ଉଦ୍ଦେଶ୍ୟରେ ନା ଆଉ କ'ଣ? କହୁନ ପରପଟେ କୁହ। ଭଲ ମଣିଷ ହେବା ଉଦ୍ଦେଶ୍ୟରେ ଆସୁଛନ୍ତି ନା? ଆମର ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଗୋପୁରୁ ଗଲେ ମଥୁରାକୁ, ମାମୁଁ ଡକାଇଥିଲେ ଧନୁଯାତ୍ରା, ମାମୁଁକୁ ମାରିଲେ। ମାରି ସାରିଲା ପରେ ତାଙ୍କର ପିତାମାତା, ଜନ୍ମ କଲା ପିତାମାତା, ସେ ଚିନ୍ତା କଲେ ଯେ ଆମ ପିଲା ଦି ଜଣ ଗୋପାରେ ବଢୁଥିଲେ, ସେ ବିଦ୍ୟାଳୟକୁ ଯାଇନାହାନ୍ତି, ତେଣୁ ବସୁଦେବ ତାଙ୍କୁ ନେଇକିରି କୃଷ୍ଣ ବଳରାମଙ୍କୁ ଅବନ୍ତୀ ନଗରରେ ଶାନ୍ତିପନିକା ଆଶ୍ରମରେ ଛାଡ଼ିଥିଲେ ଶିକ୍ଷା ଲାଭ କରିବା ପାଇଁ। ପିଲାମାନେ ସେ କ'ଣ ଚାକିରି ଲକ୍ଷ୍ୟରେ ଯାଇଥିଲେ କି? ବଡ଼ ପାଟିରେ କୁହ, ଚାକିରି ଲକ୍ଷ୍ୟରେ ଯାଇଥିଲେ? ସେ ଯାଇଥିଲେ ସଂସ୍କାରିତ ହେବା ପାଇଁ। ପିତାମାତାଙ୍କୁ କେମିତି ସମ୍ମାନ ଦେବେ, ଗୁରୁ ଗୁରୁଜନକୁ କେମିତି ସମ୍ମାନ ଦିଆଯିବ, ସାଧୁ ସନ୍ତକୁ କେମିତି ସମ୍ମାନ ଦିଆହବ, ବ୍ରାହ୍ମଣକୁ କେମିତି ସମ୍ମାନ ଦିଆହବ, ଏଇ ବିଷୟରେ ଗୁରୁ ତାଙ୍କୁ ଶିକ୍ଷା ଦେବେ। ଆଚ୍ଛା, ସେ ଶିକ୍ଷା ଲାଭ କରିସାରିଲା ପରେ ଭଗବାନ ଶ୍ରୀକୃଷ୍ଣ ଗୁରୁକୁ ଦକ୍ଷିଣା ଦେଇଛନ୍ତି ନା ନାହିଁ ଜାଣିଛ କି? ତମେ ବଡ଼ ହେଲେ ଜାଣିବ। ଗୁରୁଙ୍କୁ ସେ ଦକ୍ଷିଣା ଦେଇଛନ୍ତି। ଗୁରୁଙ୍କର ମଲା ପୁଅକୁ ଯମପୁରରୁ ଫେରେଇ ଆଣିକି ଗୁରୁକୁ ଦକ୍ଷିଣା ଦେଇଥିଲେ। ଆଚ୍ଛା, ଆମେ ଯେତେବେଳେ ଜନ୍ମ ହେଲେ, ଆଚ୍ଛା, ପିତାମାତା ଆମ ପାଇଁ ସ୍ୱପ୍ନ ଦେଖୁଛନ୍ତି ନା ନାହିଁ? କଣ ସ୍ୱପ୍ନ ଦେଖୁଛନ୍ତି ପିତାମାତା? ମୋ ସନ୍ତାନ କେମିତି ଗୋଟିଏ ଭଲ ମଣିଷ ହବ, ସେଥିପାଇଁ ପିତାମାତା ତମକୁ ଛୋଟରୁ ସମ୍ମାନ ଯୋଉ ସ୍ୱପ୍ନ ଦେଖି ଆସୁଛନ୍ତି। ଆଚ୍ଛା, ଆଉ କିଏ ସ୍ୱପ୍ନ ଦେଖୁଛି? ଜନ୍ମଭୂମି ସ୍ୱପ୍ନ ଦେଖୁଛି, ମାତୃଭୂମି। ମୋ ସନ୍ତାନ କେମିତି ଗୋଟିଏ ଭଲ ମଣିଷ ହବ। ମାତୃଭୂମି ସ୍ୱପ୍ନ ଦେଖୁନାହାନ୍ତି? ଆଜିର ଶିଶୁ ପରା କାଲି ଦେଶର ଭବିଷ୍ୟତ ନା? ଆଉ ପୁଣି ସ୍ୱପ୍ନ ଦେଖୁଛନ୍ତି କୋଉମାନେ? ଗୁରୁ ଗୁରୁଜନ ମାନେ। ତେଣୁ ଆମେ ତିନି ଜଣ ସ୍ୱପ୍ନକୁ ସାକାର କରିବା ପାଇଁ ଆମେ କୋଉ ବାଟରେ ଗଲେ ତାଙ୍କ ସ୍ୱପ୍ନ ଗୁଡ଼ା ସାକାର କରିପାରିବା? ଭଲ ମଣିଷ ହେବା ପାଇଁ ଆମ ପାଖେ ଆମର କଣ ଦରକାର? ଶିକ୍ଷାର ଆବଶ୍ୟକ ନା? ତେଣୁ ତମେ ସବୁବେଳେ ମନ ଦେଇକିରି ପାଠ ପଢ଼। ଯେତେବେଳେ ଗୁରୁ ତମକୁ ବୁଝଉଛନ୍ତି ଯାହା ବିଦ୍ୟାଳୟରେ, ଯୋଉଟା ବୁଝି ନ ପାରୁଛ, ଗୁରୁଙ୍କୁ ଛିଡ଼ା ହେଇକି ପଚାର। ଗୁରୁଙ୍କୁ ଛିଡ଼ା ହେଇକି ଥରକୁ ଦିଥର ପଚାର, କିଛି ଅସୁବିଧା ନାହିଁ। ଆଉ ଟ୍ୟୁସନକୁ ଯାଉଥିବ ନାକି, ଟ୍ୟୁସନରେ ଆମେ ଦକ୍ଷିଣା ଦଉଛେ। ଆଚ୍ଛା, ଦକ୍ଷିଣା ଯୋଉ ପଇସାଟା, ସମସ୍ତେ ତ ଆମେ ଧନୀ ଘର ପିଲା ନୁହେଁ, ଗରିବ ପିଲାମାନେ ବି ଅଛନ୍ତି। ତାଙ୍କ ବାପା ମା ମାନେ ଖଟିକିରି ତାଙ୍କୁ ପଇସା ଦଉଛନ୍ତି। ଯଦି ପାଖରେ ପଇସା ନାହିଁ, ଦରକାର ପଡ଼ିଲେ କୋଉଠୁ କରଜ ଆଣିକି ପଇସା ଦଉଛନ୍ତି।
एटा सत ना मिछ किंतु से ट्यूशन को जाऊँच सत ट्यूशन रू आसला जदि पचरा हो बाटर पचरा हो विषयटा आज कौन सारे पढ़ाऊले कि मन ना चुपचाप घर को गले मुझे जाइली ट्यूशन को ना हो नहीं तेणु से भूल कहीं कर पे जोटा मन गुरु बुझाऊँ ट्यूशन घरे तुम थर दी थर पचारुन विषयटा विषय तुम यदि न पचार तुम यदि सब तुम्हारा मनोबल आत्माबल दृढ़ न कर शिक्षा पर तुम्हें तो बापा माँ स्वप्नटा साकार कर कि मातृभूमि स्वप्न साकार कर तेणु जी समय विद्यालय हो किंबा ट्यूशन हो जी समय गुरु बुझाऊँ तुम से समय तुम मनोबल आत्माबल दृढ़ कर केमती उच्च शिक्षा लाभ करने खेल बेले खेल बुलिया समय बुल किंतु जो समयटा तुम शिक्षा पर गुरु बुझाऊँ विद्यालय किंबा ट्यूशन से समय टे मन दृढ़ कर पिले मैंने कौन कौच मो कथा रख कि कौन रख मो कथा तमें उच्च शिक्षा लाभ कले तमें निश्चिंत भल मनीष हो हिंदी क्लियर भाषा कही पारुथबो इंग्रजी क्लियर भाषा कही पारुथबो सेतिपाई तुम्हें यही बयस रु 20 वर्ष पर्यंत टिके मन देकी शिक्षा पर मनोबल दृढ़ कर जदि तुम कर्म हूँ शिक्षा वर्तमान कर्म हूँ शिक्षा जदि निजर मनोबल दृढ़ न हो से शिक्षा मन रहा गुरु पाठ पढ़ाऊे तुम अन्य मनुष्य हो तुम विषयटा बुझीपार कि नहीं पिले मैंने से भूल कर नहीं तुम्हें सब आज मोर गोटे उपदेश मन रख जे मुझे सुंदर सृष्टि जन्म हो गोटे मनुष्य सबुठ श्रेष्ठ प्राणी हूँ मनुष्य मो पिता मातार आशा पूरण करी मातृभूमि स्वप्न साकार करी पिता मातार स्वप्न साकार करी समाज रे सब भल कौन कर्म करी ए मत्य मंडल जीवा बेले मुझे जस रखी तमें शुणी अनेक महापुरुष जा से किंतु जाइछन्ते सतले जाइछन्ती ना पूरा आम पाखरे अछन्ती कहले देखिया आमर उत्कलमणि गोपबंधु दास कहतु कि आमर जातिर पिता बापूजी कहतु कि उत्कलर गौरव मधुबाबू कहतु कि से दिशुकृष्ण कहतु कि मर्यादा पुरुष रामचंद्र हूँ समस्ते धरावक्षर जन्म ग्रहण करते से जाइछन्ति किंतु गले से आम पाखे सर्वदा अछन्ति आहरी अनेक महापुरुष किंतु सेटा तुम आज चिंता कर जे मु उच्च शिक्षा लाभ करूँ 20 वर्ष पर्यंत आमर पिता मातार स्वप्न साकार करूँ जन्मभूमि स्वप्न साकार करूँ आम मातृभूमि किसी जस रख यदि चिंताधारा तुम हृदय रही तुम शिक्षा प्रति मनोबल दृढ़ ठीक ना नहीं गुरु माँ आपण आम जन्म होचे खाली खटिबा खाइबा मरिबा ना से भूल करंतु नहीं
ଆଉ ମୁଁ ଆଜି ଏତିକିରେ ତୁମ ପାଖରୁ ଯାଉଛି। ତୁମେ ସବୁବେଳେ ପିତାମାତାକୁ ଭଗବାନ ଭଳିଆ ମାନିବ। ସେ ହେଉଛନ୍ତି ଚଳନ୍ତି ଲକ୍ଷ୍ମୀନାରାୟଣ। ଆଉ ସବୁବେଳେ ତୁମ କଥାର ଭାଷାରେ ସଂସ୍କାର ରଖି ସମାଜରେ କଥାବାର୍ତ୍ତା କରିବ। ଆଉ ଗୁରୁ ଗୁରୁଜନକୁ ସମ୍ମାନ ଦେବ। ଗୁରୁଙ୍କୁ କେବେ ଅପମାନିତ କରିବ ନାହିଁ। ଗୁରୁ ସବୁଠୁ ବଡ଼, ଜଗନ୍ନାଥଙ୍କଠୁ ଗୁରୁ ବଡ଼। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁଦେବ ନମଃ। ତାହେଲେ ଗୁରୁ ହେଉଛନ୍ତି ଜଗନ୍ନାଥଙ୍କଠୁ ବଡ଼। ଗୁରୁଙ୍କୁ କେବେ ଅପମାନିତ କରିବନି, ଅଭିଶାପର ପାତ୍ର ହେଇଯିବ। ଆଉ ମାତୃଭୂମିରେ ଯେଉଁ ଗୁରୁ ଗୁରୁଜନ ଅଛନ୍ତି ତାଙ୍କ ମନରେ କେତେବେଳେ କଷ୍ଟ ଦେବନି। ତାଙ୍କ ସହିତ ସବୁବେଳେ ହସ ହସ ମନରେ କଥାବାର୍ତ୍ତା କରିବ। ଆଉ ଭାଷାଟା ଉଚ୍ଚ କରି କଥାବାର୍ତ୍ତା କରିବ, ସମ୍ମାନ ଦେଇ କଥାବାର୍ତ୍ତା କରିବ। ଏ ଜିନିଷଟା ମାନିଲେ ତୁମେ ସମାଜରେ ଜଣେ ନିଶ୍ଚିନ୍ତ ଭଲ ମଣିଷ ହବ। ହଉ, ବର୍ତ୍ତମାନ ମୁଁ ଆଜି ତୁମ ପାଖରୁ ଏତିକିରେ ବିଦାୟ ନେଉଛି। ପୁଣି ଦେଖା ଆସୁଛି ପିଲାମାନେ, ଆସୁଛି।